ମୁଁ ଅତ୍ୟନ୍ତ ଖୁସି ହେଲି। ଆମ ଓଡ଼ିଶାର ପ୍ରତ୍ୟେକ ଜିନିଷ ତୁମମାନେ ଯେଉଁ ଆଗରେ ଯେଉଁଟା କହୁଛି ସେମାନେ ସେଇଠି ସବୁ ଶୁଣୁଛନ୍ତି। କହିଲେ ଆମେ ଟିଭି ଦେଖାଉନି, ଆମେ ମୋବାଇଲ ଦେଖାଉ। ତାମାନେ ତୁମମାନଙ୍କୁ ଧନ୍ୟବାଦ। କହିଲେ ଏମିତି କେଉଁ ଦିନ ନାହିଁ ଆମେ ତୁମର ନ ଶୁଣୁଛି। ଆଉ ମୁଁ ମଧ୍ୟ ତୁମମାନଙ୍କୁ ଧନ୍ୟବାଦ ଦେଉଛି। ଏମିତି କେଉଁ ଦିନ ନାହିଁ ତୁମେ ଭାଇ ନେଇକି ନ ଦେଉଛ। ଲୋକଙ୍କ ପ୍ରୋବ୍ଲେମ୍ ସଲ୍ଭ ହେଉଛି। ଗଭର୍ଣ୍ଣମେଣ୍ଟ ପଇସା କରୁଛି, ଗଭର୍ଣ୍ଣମେଣ୍ଟ ଇଣ୍ଡିଆ କରୁଛି, କମ୍ପାନୀ ମାନେ କରୁଛନ୍ତି। ଯେଉଁ ଅସୁବିଧା ମୁଁ ତ ଜରିଆରେ କହୁଛି, ଏଇ ଗୋଟେ GST 18% ବଢ଼ିଲା ଏଇନା ସ୍କୁଟର ଗାଡ଼ି ଫାଡ଼ି। ହଁ ଏ ଲୋକ କ'ଣ କରିବେ? ଖାଲି GST ଦେଉଥିବେ। ଅତି ଅନ୍ୟାୟ କରାଯାଉଛି, ଘୋର ଅନ୍ୟାୟ କରାଯାଉଛି। ରୋଜଗାର ବ୍ୟବସ୍ଥା ନାହିଁ, କିଛି ସେମିତି ଡେଭଲପମେଣ୍ଟ ହେଉନି, ଯୋଜନା ମଧ୍ୟ ନାହିଁ। ଖାଲି GST ଲଦି ତୁମେ ଆମର ଡ୍ରେସ୍ ଟୁ ମେଡ଼ିସିନ ଟୁ ଖାଦ୍ୟ ଟୁ ମାନେ ସବୁଥିରେ GST ଲୋଡ୍ କଲ। ତେଲ, ଡିଜେଲ, ପେଟ୍ରୋଲ ସବୁଥିରେ। ଲାଷ୍ଟକୁ କିଏ ଗୋଟେ ଗାଡ଼ି କିଣିଛି, ଗୋଟେ କାର୍ଟେ କରିଛି, କିଏ ମୋଟରସାଇକେଲଟେ କରି, ସ୍କୁଟର, ସେ ବି GST ଦେବ। ଫେରେ 18%। ଅତି ଦୁଃଖଦାୟକ ଘଟଣା। ନରେନ୍ଦ୍ର ମୋଦି ଖାଇଯା।